ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 322। ପ୍ରଭୁ ଲେଖୁଛନ୍ତି, ଈର୍ଷା ଏବଂ ପାରସ୍ପରିକ ସଂଘାର ନୀତି ଠାରୁ ଭ୍ରାତୃତ୍ୱ ଯେପରି ଏକ ଉଚ୍ଚତର ଓ ଅଧିକ ଯୋଗ୍ୟ ବ୍ୟବସ୍ଥା, ସମାଜ ବିଷୟରେ ରହିଥିବା ସାମ୍ୟବାଦୀ ସିଦ୍ଧାନ୍ତଟି ତାତ୍ତ୍ୱିକ ଭାବରେ ସେହିପରି ବ୍ୟକ୍ତିବାଦୀ ସିଦ୍ଧାନ୍ତ ଠାରୁ ଏକ ଉଚ୍ଚତର ଓ ଯୋଗ୍ୟତର ବ୍ୟବସ୍ଥା। ମାତ୍ର ବ୍ୟବହାରିକ କ୍ଷେତ୍ରରେ ୟୁରୋପରେ ସମାଜବାଦର ଯେତେ ଯେତେ ଯୋଜନାର ଉଦ୍ଭାବନ କରାଯାଇଛି, ତାହା ମଣିଷର ବେକରେ ଗୋଟିଏ ଜୁଆଳିକୁ ଆଣି ଲଦି ଦେଇଛି, ମଣିଷ ଉପରେ ଉତ୍ପୀଡ଼କ ହୋଇଛି ଓ ମଣିଷକୁ କାରାଗାର ଭିତରେ ନେଇ ପୁରାଇ ଦେଇଛି। ଆମେ ଏଇଠି ତିନିଟା ଯାକ ଏକା ସାଙ୍ଗରେ ପଢିଦବା। ଜ୍ଞାନ 323, 324 ପଢିଦବା। ଜ୍ଞାନ 323, ଯଦି ଏହି ପୃଥିବୀ ପୃଷ୍ଠରେ ସାମ୍ୟବାଦ କେବେ ମଧ୍ୟ ଆପଣାକୁ ସଫଳ ଭାବରେ ପୁନଃ ପ୍ରତିଷ୍ଠିତ କରିପାରିବ, ତେବେ ତାହା କେବଳ ଆତ୍ମାର ଭ୍ରାତୃତ୍ୱ ଏବଂ ଅହଂ ଭାବନାର ଅବସାନର ଭିତ୍ତି ଉପରେ ପ୍ରତିଷ୍ଠିତ ହେବ। ବଳ ପ୍ରୟୋଗ ଦ୍ୱାରା ସମସ୍ତଙ୍କୁ ଏକତ୍ର ରୁଣ୍ଡାଇବାର ଚେଷ୍ଟା କରାଗଲେ ଏବଂ ଓ କେବଳ ଯାନ୍ତ୍ରିକ ଭାବରେ ସହଚାରିତାର ସ୍ଥାପନା ହେଲେ, ତାହା ଶେଷକୁ ପୃଥିବୀ ସାରା କେବଳ ଏକ ବ୍ୟର୍ଥତାରେ ହିଁ ଶେଷ ହୋଇଯିବ। ବେଦାନ୍ତ ଜ୍ଞାନ 324, ବେଦାନ୍ତକୁ ବାସ୍ତବରେ ପରିଣତ କରିବା, ତାହା ହିଁ ହେଉଛି ଏକ ସାମ୍ୟବାଦୀ ସମାଜର ଏକମାତ୍ର ବ୍ୟବହାରିକ ଭିତ୍ତି। ଖ୍ରୀଷ୍ଟିଆନ ଧର୍ମର କଳ୍ପିତ ସନ୍ଥମାନଙ୍କର ଶାସନ ମଧ୍ୟରେ ସେହି ସ୍ୱପ୍ନ ହିଁ ରହିଥିଲା। ଇସଲାମ ଏବଂ ପୁରାଣସ୍ଥ ହିନ୍ଦୁ ଧର୍ମରେ ମଧ୍ୟ ତାହାରି କଳ୍ପନା କରାଯାଇଥିଲା। ଏଠି ଆମେ ଗତକାଲି ପଢିଥିଲେ, ପ୍ରଭୁ ଲେଖିଥିଲେ ଯେ ଯେହେତୁ ଆତ୍ମା ଦ୍ୱାରା ଆମେ ପରିଚାଳିତ ହେଇନାହାନ୍ତି, ଆତ୍ମାର ଶାସନ ଦ୍ୱାରା ଆମେ ଶାସିତ ହେଇନାହାନ୍ତି, ତେଣୁ କଣ ହଉଛି, ସେଥିପାଇଁ ଆମକୁ ନୀତି ନିୟମ ନୈତିକତା ଏସବୁର ଆବଶ୍ୟକତା ପଡୁଛି। ଏଠି ତାପରେ ଯୋଉ କଥାଟା କହୁଛନ୍ତି, ମ୍ୟାକ୍ସିମମ୍ ବା ସବୁ ଜାଗାରେ ଯେତେବେଳେ ବି ଗୋଟେ କଥା ଉଠେ, ଲୋକେ କହନ୍ତି ଯେ ଭାଇ ହଁ କଣ କହିଲ, ପଢି ନାହାନ୍ତି, ନୀତି ନିୟମରେ ପଢୁଛନ୍ତି। କଣ କହିଲ, ମୁଁ ଶୁଣି ପାରିଲିନି। ହଉ କହୁଛୁ, ଆମେ ଯେହେତୁ ଆତ୍ମାର ଶାସନରେ ଶାସିତ ହୋଇନାହାନ୍ତି, ଆତ୍ମା ଦ୍ୱାରା ପରିଚାଳିତ ହୋଇନାହାନ୍ତି, ତେଣୁ ଆମ ପାଇଁ ସମାଜର ନୀତି ନିୟମ ଶୃଙ୍ଖଳା ଇଏ ସବୁର ଆବଶ୍ୟକତା ରହିଛି। କାରଣ ଯେତେବେଳେ ଉଚ୍ଚତର ଚେତନା ଦ୍ୱାରା ପରିଚାଳିତ ଆମେ ଯଦି ନହବା, ଆମକୁ ଯଦି ଖାଲି ସେମିତି ଛାଡ଼ି ଦିଆଯିବ, ଆମ ଭିତରେ ଯୋଉ ପ୍ରବୃତ୍ତି ରହିଛି, ଯୋଉ ନିମ୍ନ ଗତିବୃତ୍ତି ଗୁଡ଼ିକ ରହିଛି, ତାହା ଦ୍ୱାରା କଣ ହବ ନା, ଇଏ ସମଗ୍ର ସୃଷ୍ଟି ହିଁ ଅସନ୍ତୁଳିତ ହେଇଯିବ। ଦେଖିଥିବେ, ଯୋଉ ଡାଇନୋସର ଫିଲ୍ମ ଦେଖିଲା ବେଳେ ଦେଖିବେ ଯେ କଣ ହେଲା, ଡାଇନୋସର ଯୋଉମାନେ ତୃଣଭୋଜୀ ଡାଇନୋସର ମାନେ ରହିଲେ, ଆଉ ଯୋଉମାନେ ମାଂସାଶୀ ରହିଥିଲେ, ସେମାନେ କିପରି ପରସ୍ପର ଭିତରେ ମାନେ ଘମାଘୋଟ ଲଢେଇ, ଖାଲି ଯିଏ ହାବୁଡରେ ପଡିଲା ତାକୁ ସେ ମାଂସାଶୀ ପ୍ରାଣୀ ମାନେ ତାଙ୍କୁ ହତ୍ୟା କଲେ ଏବଂ ମାଂସାଶୀ ଭିତରେ ମାଡ ଲାଗିଲେ। ଇଏ ଯେତେବେଳେ ଆମର ଭିତରେ ଶୃଙ୍ଖଳା ନଥାଏ, ଆମେ ଯଦି ପ୍ରାଣ ଦ୍ୱାରା ପରିଚାଳିତ ହଉଛନ୍ତି ଏବଂ ଆମ ପାଖରେ ବର୍ତ୍ତମାନ ମନ ଆସି ପହଞ୍ଚି ସାରିଛି। ଆଗରୁ କଣ ହଉଥିଲା, ଯୋଉ ପଶୁଟିଏ ତାର ଘର ଦ୍ୱାରା କିଛି ନଥିଲା, ସିଏ ଯୋଉ ଛୋଟିଆ ବସାଟିଏ କରୁଥିଲା ବା ଗୁମ୍ଫା ଭିତରେ ରହୁଥିଲେ, ସେମାନେ ତାଙ୍କର ପ୍ରବୃତ୍ତି ଦ୍ୱାରା ପରିଚାଳିତ ହେଇ ଭୋକ ଯେତିକି ମେଣ୍ଟେଇବା ପାଇଁ ଆବଶ୍ୟକ ହୁଏ, ସେତିକି ଖାଦ୍ୟ ଗ୍ରହଣ କରନ୍ତି, ତାପରେ ଆଉ ସେଟାକୁ ସେଇଠି ଛାଡି ଦେଇ ଆସନ୍ତି। ତାଙ୍କ ଭିତରେ କିଛି କିଛି ଆସିଲେ ପଶୁ ପକ୍ଷୀ, ଯୋଉମାନେ ଅଳ୍ପ ଅଳ୍ପ କିଛି ସଞ୍ଚୟ କଲେ ଭବିଷ୍ୟତକୁ ଦେଖିକି। ଯେମିତି ଆପଣ ଦେଖିଥିବେ, ବିଲୁଆ ସିଏ ଆଣିକି ରଖେ ବିଲୁଆ ଆଣିକି ରଖେ
ଏବଂ ପିମ୍ପୁଡ଼ି ମାନଙ୍କରେ ଆପଣ ଦେଖୁଛନ୍ତି ଏମିତି କିଛି କିଛି ଆରମ୍ଭ ହେଲା। ତାପରେ ମଣିଷ ଯେତେବେଳେ ଆସିଲା, ସିଏ କେବଳ ନିଜର ସ୍ୱାର୍ଥ ସାଧନ ପାଇଁ ଯାହା ଆବଶ୍ୟକ ଯାହା ଅନାବଶ୍ୟକ ସବୁ କିଛିକୁ ସେ ସାଉଁଟିବାରେ ଲାଗିଲା, ଏକାଠି କରି ଆଣିକି ରଖିଲା। ଏବେ ତ ଆହୁରି ବଢିଗଲାଣି। ଆଗରୁ ହେଲେ ଖାଦ୍ୟ ଆଣିକି ରଖୁଥିଲେ, ରୋଷେଇ କରିକିରି ଖାଉଥିଲେ। ଏବେ ରୋଷେଇ କରିଦେଇକି ରଖି ଦଉଛନ୍ତି ଫ୍ରିଜରେ। ଯାହା ହଉଛି ହଉ, ଅଧିକା ହଉ, ଦିଅ ରଖ ଫ୍ରିଜରେ, କାଲି ସକାଳେ ଗରମ କରି ଖାଇବାନି। ତେଣୁ ଇଏ ଯୋଉ ପ୍ରବୃତ୍ତି ଆମର ରହିଛି, ଏତେ ନିମ୍ନ ପ୍ରବୃତ୍ତି, ତେବେ ଆମ ଭିତରେ ଯଦି ଶୃଙ୍ଖଳା ନ ରହିବ, ତେବେ କଣ ହବ ଆପଣ ଚିନ୍ତା କରିପାରନ୍ତି। ଏଇଠି କଥା ଉଠିଲା କଣ, ତାପରେ ଏବେ ଯଦି ଟିକେ ରାଜନୀତି ଦୃଷ୍ଟିରୁ ବା ଯେତେବେଳେ ଦେଶର ଗୋଟେ ସଂଘବଦ୍ଧ ଭାବରେ ବଞ୍ଚିବାର ଶୈଳୀ ଯେତେବେଳେ ଆମେ ଆଲୋଚନା କରୁଛନ୍ତି, ସେତେବେଳେ ପ୍ରଶ୍ନ ଉଠେ, ସମସ୍ତେ କହନ୍ତି ସାମ୍ୟବାଦୀ ବା କମ୍ୟୁନିଷ୍ଟ ହେଉଛି ସିଦ୍ଧାନ୍ତଟି ଭଲ। ସାମ୍ୟବାଦୀ ସିଦ୍ଧାନ୍ତର ତାଙ୍କର ମୂଳ ଯୋଉ ସୃଷ୍ଟି ଥିଲା କଣ, ବା ମୂଳ ସେଇ ଯୋଉ ସିଦ୍ଧାନ୍ତଟି ପ୍ରଥମରୁ କେମିତି ସୃଷ୍ଟି ହେଇଥିଲା, ଯେ ସମସ୍ତେ ସମାନ ଭାବରେ ବଞ୍ଚିବେ। ନିଜ ପରସ୍ପର ଭିତରେ ଯୋଉ ଭେଦଭାବ ରହିଛି, ଆର୍ଥିକ ଭେଦଭାବ ରହିବ ନାହିଁ, ଏବଂ କାହା ପାଖରେ ମେଞ୍ଚାଏ ତ କାହା ପାଖରେ କେଞ୍ଚାଏ, ଏଗୁଡିକ ରହିବ ନାହିଁ। ଏଇ ଯୋଉ ଗୋଟେ ସାମ୍ୟ ବା ସମାନତା ଅବସ୍ଥା ସେମାନେ ଚେଷ୍ଟା କରିଥିଲେ। ଯଦି ତାର ଏକ ବ୍ୟବହାରିକ ଦିଗକୁ ଯାଇ ଦେଖିବେ, ଗୋଟେ ଛୋଟିଆ ଆପଣ ଏକ୍ସପେରିମେଣ୍ଟ କରିପାରନ୍ତି। ଗୋଟିଏ ଘରେ ଦେଖିବେ, କାହାଣୀ ବି ଅନେକ କାହାଣୀ ସେମିତି ରହିଛି। ଗୋଟିଏ ଘରେ ଧରାଯାଉ 4 ଜଣ ବ୍ୟକ୍ତି ରହିଛନ୍ତି, 4 ଭାଇ ରହିଛନ୍ତି। ସେମାନଙ୍କୁ ଆପଣ ସମାନ ସମାନ ଜମି, ସମାନ ଅର୍ଥ ଦେଇ ଛାଡ଼ିଦେବେ। ଦେଖିବେ କିଛି ଦିନ ପରେ, କିଛି ବର୍ଷ ପରେ, ତାଙ୍କ ଭିତରୁ ହୁଏତ କିଏ ଜଣେ ମହାନ ମାନେ ବିଶିଷ୍ଟ ଧନୀ ଶ୍ରେଣୀର ବ୍ୟକ୍ତି ହେଇସାରିଥିବେ। ଆଉ କିଏ ହୁଏତ ସର୍ବଶାନ୍ତ ବି ହେଇସାରିଥିବେ। ଆଉ କିଏ ତାକୁ ବ୍ୟବହାର କରି ସିଏ ଏକ ଶିକ୍ଷା ବ୍ୟବସ୍ଥାଗତ ଦୃଷ୍ଟିକୋଣରୁ ସେ ଗୋଟେ ଏମିତି କିଛି ବ୍ୟବସ୍ଥା କରିଥିବେ, ଯଦ୍ଵାରା ସମାଜର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ହେଇପାରେ। ଏମିତି ଭିନ୍ନ ଭିନ୍ନ ହୋଇପାରେ। କାରଣ ହଉଛି ଲୋକ ଭିନ୍ନ ଭିନ୍ନ ଚେତନାରେ ବସବାସ କରୁଛି। ତାର ବୁଝିବାର, ତାର ମନର ବିକାଶର ସ୍ତର ଅଲଗା ଅଲଗା। ତେଣୁ କଣ ହଉଛି, ସିଏ ସେଇ ଅର୍ଥକୁ ବ୍ୟବହାର କରିବ ତାର ନିଜର ସ୍ଥିତି ଅନୁସାରେ। ତେଣୁ କଣ ହବ, ତାର ଗ୍ରୋଥ ବଦଳିଯିବ। ସେଠି ଆପଣ ସାମ୍ୟ କଣ କରିପାରିବେ? କଣ କରିପାରିବେ? ଏଇ ସାମ୍ୟବାଦ ସିଦ୍ଧାନ୍ତଟି ସେତିକି ବେଳେ ହେଇପାରିବ, ଯେତେବେଳେ ଆମେ ସମସ୍ତେ ଆତ୍ମା ଦ୍ଵାରା ପରିଚାଳିତ ହବା। ଯେହେତୁ ଆତ୍ମା ହିଁ ହଉଛି ଏକମାତ୍ର ମାନେ କେନ୍ଦ୍ର ସତ୍ତା, ଯିଏକି ପ୍ରକୃତ ସତ୍ୟ କଣ ଜାଣେ। ତା ଦ୍ଵାରା ପରିଚାଳିତ ହେଲେ କଣ ହବ, ଯାହା ପାଇଁ ଯାହା ଆବଶ୍ୟକ, ଯେତିକି ଆବଶ୍ୟକ ତା ପାଖରେ ସେତିକି ଥିବ। ଆମେ ଅନେକ ଥର ଆଲୋଚନା କରୁଛନ୍ତି, ଯେତେବେଳେ ଆମେ ଆତ୍ମା ଦ୍ଵାରା ପରିଚାଳିତ ହଉଛନ୍ତି, ମୋର ଯାହା ଆବଶ୍ୟକ ସେଇ ଅନୁସାରେ ପରିବେଶ ପରିସ୍ଥିତି ତିଆରି ହୁଏ ତିଆରି। ଯୋଉମାନେ ମାଙ୍କ ଉପରେ ନିର୍ଭର କରିବା ଶିଖିଛନ୍ତି, ଯୋଉମାନେ ଭଗବାନଙ୍କ ଉପରେ ନିର୍ଭର କରିବା ଶିଖିଛନ୍ତି, ଯୋଉମାନେ ତାଙ୍କର ଚିନ୍ତା, ଚେତନା, କାର୍ଯ୍ୟ, ଭାବନା, ଆବେଗ ସବୁ କିଛିକୁ ମାଙ୍କ ପାଖରେ ବା ଭଗବାନଙ୍କ ପାଖରେ ସମର୍ପିତ କରିଛନ୍ତି, ସେମାନଙ୍କ ଜୀବନରେ ସେମାନେ କେବେ ଅଶାନ୍ତିରେ ନଥାନ୍ତି, କେବେ ଦୁଃଖରେ ନଥାନ୍ତି। ତାଙ୍କର ଯେତେବେଳେ ଯାହା ଆବଶ୍ୟକ, ଠିକ ସେଇ ସମୟରେ ସେତିକି ମିଳିଥାଏ। ଏଇଟା ଦେଖାଯାଇଛି, ପରୀକ୍ଷିତ। ଏଠି ସେଇ ସାମ୍ୟବାଦର ପ୍ରଥମେ କହୁଛନ୍ତି, ପ୍ରକୃତରେ ସେ ସାମ୍ୟବାଦ କଣ କରିଛି। ଯୋଉ ୟୁରୋପରେ ସମାଜବାଦ ଆଉ ଏଇ ସାମ୍ୟବାଦ ଯେତେବେଳେ ଆରମ୍ଭ ହେଇଛି ବା ସୃଷ୍ଟି କରିଛନ୍ତି, ସେଠି କଣ ହେଇଛି ନା, ଜବରଦସ୍ତ ଯେମିତି ବେକରେ ଜୁଆଳି ପକେଇକିରି ଆମେ ହଳ କରନ୍ତି ବଳଦଙ୍କର,
ସେତେବେଳେ କଣ ହୁଏ, ଯେହେତୁ ଜୁଆଳି ପଡିଥାଏ ସେ କୁଆଡେ ଯାଇପାରନ୍ତି ନାହିଁ, କାହିଁକିନା ଜଣେ ଅନ୍ୟ ଆଡକୁ ଟାଣିଲେ ଆଉ ଜଣେ ଅନ୍ୟ ଆଡକୁ ଯଦି ଗଲା ତେବେ ପରସ୍ପର ଟଣାଟଣି ହେବେ, କଷ୍ଟ ଦୁଭୟ ଯାକ ପାଇବେ। ତେଣୁ ସେଠି କଣ ହୁଏ, ସେମାନେ ବାଧ୍ୟ ହେଇକିରି ଗୋଟିଏ ଦିଗରେ କୃଷକର ଆଦେଶ ମାନି ବା ଯୋଉ ବେତ ବା ପାଞ୍ଚଣ ମାଡ଼ ଅନୁସାରେ ସେ କଣ କରନ୍ତି, ସେଇ ଦିଗରେ ଯାତ୍ରା କରନ୍ତି। କିନ୍ତୁ ସେମାନେ ତାଙ୍କର ଇଚ୍ଛା ବିରୁଦ୍ଧରେ କରୁଥାନ୍ତି। ଏଠି କଣ, ଏଠି ଦେଖିବେ ତାହେଲେ ମନୁଷ୍ୟର ନିଜସ୍ୱ ସ୍ୱାଧୀନତା ହରେଇ ବସିବେ, ନିଜସ୍ୱ ସୃଜନଶୀଳତା ହରେଇ ବସିବେ, ନୂଆ କିଛି କରିବାର ଯୋଉ ସ୍ପୃହା ନଥିବ, ତେଣୁ ନୂତନତ୍ୱ ହିଁ ନଥିବ ଏବଂ ନିଜର ସ୍ୱାଧୀନତା ବି ନଥିବ। ତେଣୁ ସେ କଣ ହବ, ଆମକୁ ଲାଗୁଛି ଯେ ସବୁ ବୋଧେ ଠିକ ହେଇଯିବ, କିନ୍ତୁ ଯେତେବେଳେ ତାର ସ୍ୱାଧୀନତାର ହସ୍ତକ୍ଷେପ ହୁଏ, ଆମେ ସବୁ ଜାଗାରେ ଦେଖିଛନ୍ତି, ଏବେ ବି ଦେଖୁଛନ୍ତି, ସମସ୍ତେ ପ୍ରତିକ୍ରିୟାଶୀଳ ହୁଅନ୍ତି, କାହିଁକି ନା ମନ ପାଇଛନ୍ତି। ପ୍ରତିକ୍ରିୟାଶୀଳ ହେଇ ବିରୋଧ ଉଠେଇବେ, ତା ଫଳରେ କଣ ହବ, ସବୁ ଅବସ୍ଥାକୁ ସେମାନେ ଭାଙ୍ଗି ଭୁଙ୍ଗି ଦେଇକି ନୂଆ କିଛି କୁଆଡେ ପଳେଇବେ। ଯେମିତି ଆପଣ ଦେଖୁଛନ୍ତି ଘର ଛାଡି ପଳେଇବା ହଉ, କିଏ କାହାକୁ ହତ୍ୟା କରିଦେବା ହଉ, ଇଏ ହଉଛି ଭିତରେ ଯୋଉ ବିରୋଧ ଭାବଟାକୁ ବେଳେ ବେଳେ ସେମାନେ ଅତି ଉଗ୍ରାତ୍ମକ ଉଗ୍ରରେ ପରିପ୍ରକାଶ କରନ୍ତି। ତେଣୁ ସମାଜବାଦରେ, ସାମ୍ୟବାଦରେ ଆପଣ ଯୋଉ ଜବରଦସ୍ତ କରି ରଖିଛନ୍ତି, ଆପଣ ଦେଖନ୍ତୁ ବର୍ତ୍ତମାନ ଯେତକ ସାମ୍ୟବାଦ କମ୍ୟୁନିଷ୍ଟ କଣ୍ଟ୍ରି ରହିଥିଲା ତାହା ସବୁ ଭାଙ୍ଗିଗଲାଣି ଏବଂ ତାଙ୍କର ଇଏ ଆମକୁ କେବଳ କଣ କରେ ନା ଜବରଦସ୍ତ ଶୃଙ୍ଖଳିତ କରେ, ଆଉ କେବେ କୌଣସି ଜାଗାରେ ଜବରଦସ୍ତ ଶୃଙ୍ଖଳିତ କରିବାଟା ହଉଛି କେବଳ ଲଦିବା ଛଡା ତାର ନିଜସ୍ୱ ବୃଦ୍ଧିର ସୂଚନା ଦିଏ ନାହିଁ। ଆଉ ଯେତେବେଳେ ରୂପାନ୍ତର କଥା ଉଠୁଛି, ସେତେବେଳେ ଯଦି ଜଣେ ନିଜେ ନିଜକୁ ନିରୀକ୍ଷଣ କରୁନାହିଁ, ନିଜର ସାମର୍ଥ୍ୟ ଅସାମର୍ଥ୍ୟକୁ ଚିହ୍ନୁ ନାହିଁ ଏବଂ ନିଜ ଭିତରେ ଥିବା ଯୋଉ ଗୁଣ ବା ଯୋଉ ସାମର୍ଥ୍ୟ ତାକୁ ନିଜର ଅଗ୍ରଗତି ଦିଗରେ ବ୍ୟବହାର କରୁନାହିଁ, ତେବେ ଆଉ ଯାହା ଆପଣ କରୁଛନ୍ତି ତାହା ବ୍ୟର୍ଥ ଯିବ। ତେଣୁ ଏଠି କହୁଛନ୍ତି, ସେଇଥିପାଇଁ କଣ ହେଇଛି, ମଣିଷ ଉପରେ ଉତ୍ପୀଡକ ହୋଇଛି ଓ ମଣିଷକୁ କାରାଗାର ଭିତରେ ନେଇ ପୁରାଇ ଦେଇଛି। ଏଇ କେବେ ହେଇପାରିବ, ପୁନଃ ପ୍ରତିଷ୍ଠିତ କରିପାରିବ, କେବେ କରିପାରିବ ନା ଯେତେବେଳେ ଆତ୍ମାର ଭ୍ରାତୃତ୍ୱ ଏବଂ ଅହଂ ଭାବନାର ଅବସାନର ଭିତ୍ତିକୁ ଆଧାର କରି, ଅହଂ ଯେ ପର୍ଯ୍ୟନ୍ତ ରହିଛି ସେତେବେଳେ ପର୍ଯ୍ୟନ୍ତ ଏ ଯୋଉ ସମାନ ଚିନ୍ତାଧାରା, ଯୋଉ ସାମ୍ୟ ବାଦର ସଂକଳ୍ପ ହେଇପାରିବ ନାହିଁ। ଏବଂ ଦେଖାଯାଇଛି ଯୋଉ ନେତା ମାନେ, ଯୋଉମାନେ ସାମ୍ୟବାଦ ର ପୃଷ୍ଠପୋଷକ ବୋଲି ମନେ କରିକି କାର୍ଯ୍ୟ ଆରମ୍ଭ କରିଥାନ୍ତି, ତାପରେ ଦେଖିବେ ସେଇମାନେ ହିଁ ସ୍ୱେଚ୍ଛାଚାରିତା କରନ୍ତି, ତାଙ୍କରି ଦଳ ଭିତରେ ସ୍ୱେଚ୍ଛାଚାରିତା କରନ୍ତି। କାର୍ଯ୍ୟ କଲା, ଦେଖନ୍ତୁ ସାମ୍ୟବାଦ କହୁଛନ୍ତି ମାନେ ସମସ୍ତଙ୍କର ସମାନ ଅଧିକାର ଅଛି, ସମସ୍ତେ ସମାନ ଭାବରେ କହିପାରିବେ, ତାମାନେ ଆମେ ବର୍ତ୍ତମାନ ପରସ୍ପରକୁ ଆଲୋଚନା କରିପାରିବା। ସାମ୍ୟବାଦ ହଉଛି ଏଇଭଳିଆ, ମାନେ ସମସ୍ତେ ସମାନ ଅର୍ଥ ପାଇବେ, ସମସ୍ତଙ୍କର ସମାନ ଅଧିକାର ରହିବ, ଦରକାର ପଡ଼ିଲେ ମୁଁ ତମକୁ କିଛି କହିପାରିବି, ତମେ କହିପାରିବ, ବଡ ସାନ ରହିବନି, ମାନେ ବୟସର ବଡ ସାନ ରହିବନି, ଭେଦଭାବ ରହିବନି, କୌଣସି ପ୍ରକାରର କିଛି ରହିବନି। ଏବଂ କଣ ହବ, ଆମର ବର୍ତ୍ତମାନ କଣ ହଉଛି, ମୁଁ କହୁନି ସେଇଟା ଠିକ କି ଭୁଲ ବୋଲି, ଯେ ଅମକ ଚାକିରିରେ ଅଧିକ ଟଙ୍କା, ସମକ ଚାକିରିରେ କମ ଟଙ୍କା, ସାମ୍ୟବାଦରେ ସେମିତି ନାହିଁ, ଯେ ସମସ୍ତେ ସମାନ ଅର୍ଥ ପାଇବେ। ଏଠି କଣ ହବ ଆପଣ ଚିନ୍ତା କରନ୍ତୁ, ଯେତେବେଳେ ଜଣେ ଆତ୍ମା ଦ୍ଵାରା ପରିଚାଳିତ ହେଇନାହିଁ, ମୋ ଭିତରେ ଟ୍ୟାଲେଣ୍ଟ ବହୁତ ଅଛି, ମତେ ମୁଁ ଯୋଉ ଚାକିରି କଲେ ମତେ ଅଧିକା ଦରମା ମିଳିବ ବୋଲି ମୁଁ କଣ କରୁଛି, ମୋ ଟ୍ୟାଲେଣ୍ଟ ଟାକୁ ସେଇଠି ବ୍ୟବହାର କରୁଛି, କିମ୍ବା ମତେ ଯଦି ଅଧିକ ଅର୍ଥ ମିଳିବ ବୋଲି ଆଶା ଅଛି, ତେବେ ମୁଁ କଣ କରୁଛି ନା ମୋର ଟ୍ୟାଲେଣ୍ଟ କୁ ବ୍ୟବହାର କରି ନୂତନ ନୂତନ ବସ୍ତୁ ବାହାର କରୁଛି, ଯଦ୍ଵାରା ଅଧିକ ଦାମ ରେ ବିକ୍ରି ହବ, ଇତ୍ୟାଦି ଇତ୍ୟାଦି। ବର୍ତ୍ତମାନ ଯଦି ସବୁ ସମାନ ହେଇଛି, ତାହେଲେ କଣ ହବ, ମୁଁ ଦେଖିଲି ମୁଁ କାହିଁକି ଅଧିକ ପରିଶ୍ରମ କରିବି, କାହିଁକିନା ମୋ ଭିତରେ ତାମସିକତା ବି ଅଛି ନା। ମୁଁ ଦେଖୁଛି ଯଦି ମୁଁ କିଛି ନ କରୁଛି ଯେତିକି ପାଇବି, ଅଧିକ କଲେ ସେତିକି ପାଇବି, ତେବେ ଅଧିକ କାହିଁ କରିବି। ଇଏ ହଉଛି ମଣିଷର ମନ ସାଙ୍ଗେ ସାଙ୍ଗେ ବୁଝେଇଦବ। ଯେହେତୁ ଅଧିକ ରୋଜଗାର ହେବ ବୋଲି ଜଣେ କଣ କରୁଛି, ତାର ଯୋଉ ସର୍ବୋତ୍ତମ ପ୍ରୟାସ କରୁଛି,
ସର୍ବୋତ୍ତମ ଚେଷ୍ଟା ଦେଇକରି ସେ କଣ କରୁଛି, ନୂତନ କାର୍ଯ୍ୟ କରୁଛି, ଅଧିକ କାମ କରୁଛି। ଯଦି ମନେ କୌଣସି ପ୍ରକାର ଇନିସିଏଟିଭ ରହିଲା କିନ୍ତୁ କିଛି ଅଧିକ ତାକୁ ଇନିସିଏସନ ଦିଆଗଲା ନାହିଁ, ତାହେଲେ ସେ ଆଉ କରିବ ନାହିଁ। ଆପଣ ଦେଖନ୍ତୁ, ଯୋଉଠି ପୁରସ୍କାର ନଥାଏ ଆପଣ ସମସ୍ତଙ୍କୁ ଆଉ ଡାକନ୍ତୁ ନିଜସ୍ୱ ଧାରାରେ ପ୍ରକାଶ କରିବା ପାଇଁ, ଆସନ୍ତି ନାହିଁ। କିଛି ନାହିଁ, ଖାଲି କହିବେ ଫାର୍ଷ୍ଟ ସେକେଣ୍ଡ ଥାର୍ଡ ଅଛି, କହିବେ ଯେ ଏତିକି ପଇସା ମିଳିବ, ତାପରେ ଦେଖିବେ ସମସ୍ତେ ନିଜର ସର୍ବୋତ୍ତମ ପ୍ରଚେଷ୍ଟା କରି ଆସି ପହଞ୍ଚୁଛନ୍ତି। ତାହେଲେ ଏଇ ପ୍ରକାରର ଚେତନାରେ ଥିବା ପର୍ଯ୍ୟନ୍ତ ସେ ବ୍ୟକ୍ତି ମାନଙ୍କ ଭିତରେ ସାମ୍ୟବାଦ ଆପଣ କିପରି ଆଣିପାରିବେ? ତେଣୁ ସେମାନଙ୍କୁ ଆଗ ଚେତନାର ଊର୍ଦ୍ଧ୍ୱକୁ ଗତି କରିବାକୁ ପଡିବ। ଯେତେବେଳେ ଚେତନାର ଊର୍ଦ୍ଧ୍ୱ ଗତି ହବ ସେତେବେଳେ ସାମ୍ୟବାଦ ଆପେ ଆପେ ପ୍ରତିଷ୍ଠିତ ହେବ। କାହିଁକିନା ସେଠି ସମତା, ସାମ୍ୟବାଦ ବ୍ୟତିରେକ ସେଠି ଆଉ କିଛି ହିଁ ନାହିଁ। କାରଣ ତା ଦୃଷ୍ଟିରେ ସମସ୍ତେ ସମାନ, କାରଣ ସମସ୍ତଙ୍କ ଭିତରେ ଆତ୍ମା ରହିଛି ଏବଂ ସମସ୍ତଙ୍କ ଭିତରେ ସମସ୍ତ ସମ୍ଭାବନା ରହିଛି ନିଜକୁ ପରିବର୍ତ୍ତନ କରି ନୂତନ ରୂପାନ୍ତର କାର୍ଯ୍ୟରେ ସହଯୋଗ କରିପାରିବେ। ତେଣୁ ଏଠି ସେଥିପାଇଁ କହୁଛି କେବଳ ଆତ୍ମାର ଭ୍ରାତୃତ୍ୱ ଏବଂ ଅହଂ ଭାବନାର ଅବସାନ ଭିତ୍ତି ଉପରେ ହିଁ ପ୍ରତିଷ୍ଠିତ ହେବ। ଅହଂ ଅବସାନ ହେଲେ, ଆତ୍ମାର ଭ୍ରାତୃତ୍ୱ ସୃଷ୍ଟି ହେଲେ, ତାହେଲେ ହିଁ ସାମ୍ୟବାଦ, ପ୍ରକୃତ ସାମ୍ୟବାଦ ହେଇପାରିବ। ନହେଲେ କଣ ହବ, ବଳ ପ୍ରୟୋଗ ଦ୍ଵାରା ସମସ୍ତଙ୍କୁ ଏକତ୍ର ରୁଣ୍ଡାଇବାର ଚେଷ୍ଟା କରାଗଲେ କେବଳ ଯାନ୍ତ୍ରିକ ଭାବରେ ସିନା ହବ। ଆପଣ ପୁଳାଏ ଲୋକଙ୍କୁ ଜବରଦସ୍ତ ଉଠେଇକି ନେଇଯାଇଛନ୍ତି, ଉଠେଇକି ଜବରଦସ୍ତ ନେଇ ଆସିଛନ୍ତି, ସମସ୍ତେ ଉଠେଇ ନେଇ ଆସିଲେ, ଏକାଠି ଅଛନ୍ତି, କିନ୍ତୁ କେହି ଏକାଠି ଏକ ମନ ଦେଇକି ସେ କାର୍ଯ୍ୟ କରିବେନି। ଯୋଉ କାର୍ଯ୍ୟ ଆପଣ ଦେବେ, ଯଦି ଜଣେ ବାଧ୍ୟବାଧକତାରେ ଆସିଛି ସେ ଠକିବାକୁ ଚେଷ୍ଟା କରିବ, ଏଇଭଳିଆ ଅନେକ ଜିନିଷ ଘଟିବ। ସେ ତାପରେ ଜ୍ଞାନ 324 ସେଥିପାଇଁ କହିଲେ ଯେ ବେଦାନ୍ତକୁ ବାସ୍ତବରେ ପରିଣତ କରିବା ତାହା ହିଁ ହେଉଛି ଏକ ସାମ୍ୟବାଦୀ ସମାଜର ଏକମାତ୍ର ବ୍ୟବହାରିକ ଭିତ୍ତି। ବେଦରେ ଯୋଉ କୁହାଯାଉଛି ଯେ ସମସ୍ତଙ୍କ ଭିତରେ ଆତ୍ମା ସ୍ୱୟଂ ଅଛନ୍ତି, ଭଗବାନଙ୍କୁ ପରିପ୍ରକାଶ କରୁଛନ୍ତି, ସମସ୍ତଙ୍କର ସାମର୍ଥ୍ୟ ସର୍ବୋତ୍ତମ ଭାବରେ ପ୍ରଚେଷ୍ଟା କରିପାରିବେ, ଏଇ ସବୁ ଜିନିଷ ଯେତେବେଳେ ବେଦାନ୍ତରେ କୁହାଯାଉଛି, ତେଣୁ ପ୍ରଭୁ ଏଠି ଲେଖୁଛନ୍ତି ସେଇଟା ହିଁ ହଉଛି ସାମ୍ୟବାଦର ବ୍ୟବହାରିକ ଭିତ୍ତି। ନହେଲେ ଏବେ ଏବେ ଯୋଉ ସାମ୍ୟବାଦ ଅଛନ୍ତି ସେମାନେ ସେଇ ବେଦାନ୍ତକୁ ହିଁ ବା ସେଇ ବେଦକୁ ହିଁ ଅସ୍ୱୀକାର କରୁଛନ୍ତି ଏବଂ ତାକୁ ପରିହାସ କରୁଛନ୍ତି, ସମାଲୋଚନା କରୁଛନ୍ତି, କିନ୍ତୁ ସେ ବେଦାନ୍ତର ମୂଳ ସିଦ୍ଧାନ୍ତ ହଉଛି ସାମ୍ୟବାଦ। ସେଇଟାକୁ ସେ କେମିତି, ଜଣେ ଯଦି ପ୍ରକୃତ ସାମ୍ୟବାଦୀ ହେଇଥିବ ତେବେ ସେ ବେଦାନ୍ତକୁ ଗ୍ରହଣ ନକରି ରହିପାରିବ କେମିତି? ଅଧ୍ୟାପକ ମନୋଜ ଦାସ जी ଚାଲିଗଲେଣି, ସିଏ ଥିଲେ ଜଣେ କମ୍ୟୁନିଷ୍ଟ, କିନ୍ତୁ ସିଏ ଆଶ୍ରମ ଯାଇ ରହିଗଲେ, ପୁରା କମ୍ୟୁନିଷ୍ଟରୁ ପରିବର୍ତ୍ତନ ହେଇଗଲେ ମାନେ ଜ୍ଞାନୀ ଯୋଗୀ, ଜ୍ଞାନ ଯୋଗୀ, କର୍ମ ଯୋଗୀ, କାମ କଲେ, ଜ୍ଞାନର ଇଏ କଲେ, ସବୁ ମାନେ ଟୋଟାଲ ସାମ୍ୟବାଦ କମ୍ୟୁନିଷ୍ଟ କୁଆଡେ କୁଆଡେ ପଳେଇଲା, କୁଆଡେ ପଳେଇଲା। ତାଙ୍କୁ ଯେତେବେଳେ ପଚରା ହେଲା ସେ ସେଠି ବି ସେଇ କଥା କହୁଛନ୍ତି ଯେ ଆତ୍ମାର ଭ୍ରାତୃତ୍ୱ ହେଉଛି ପ୍ରକୃତ ସାମ୍ୟବାଦ, କାରଣ ବାହ୍ୟ ସାମ୍ୟବାଦରେ ସମାନତା ଆସିପାରେ ନାହିଁ। ତେଣୁ ବେଳେ ବେଳେ କଣ ହୁଏ, ସାମ୍ୟବାଦ ଯୋଉମାନେ ପ୍ରଚାର କରୁଥାନ୍ତି ସେଇମାନେ ହିଁ ମୋ କଥା ରଖିଲେ ଯାଇକି ହବ, ନହେଲେ ହବ ନାହିଁ, ଏଇ ପ୍ରକାର ସ୍ୱେଚ୍ଛାଚାରିତା ମଧ୍ୟ ସୃଷ୍ଟି କରିଥାନ୍ତି। ପ୍ରଭୁ ଲେଖୁଛନ୍ତି ଖ୍ରୀଷ୍ଟିଆନ ଧର୍ମର କଳ୍ପିତ ସନ୍ଥ ମାନଙ୍କର ତାଙ୍କର କଳ୍ପନାରେ ବି ସେଇ ପ୍ରକାର ସ୍ୱପ୍ନ ରହିଥିଲା ଯୋଉଟା କି ସେମାନେ କରିପାରିନାହାନ୍ତି। ଇସଲାମରେ ହଉ, ପୁରାଣସ୍ଥ ହିନ୍ଦୁ ଧର୍ମରେ ମଧ୍ୟ ସେଇ ପ୍ରକାର କଳ୍ପନା କରାଯାଇଛି। ଇସଲାମରେ ଦେଖନ୍ତୁ, ଇସଲାମରେ ବି ଯୋଉ କଳ୍ପନା ହେଇଛି, କଳ୍ପନାଟା ଭୁଲ ନାହିଁ, ତାଙ୍କର ପ୍ରୟୋଗାତ୍ମକ ଦିଗଟି ଭୁଲ ହେଇଯାଉଛି। ସେମାନେ କହୁଛନ୍ତି ଆମେ ଆମେ ଆମର ମଜହବ ଆଗେ, ଦେଶ ପଛରେ। କୋଉ ଅର୍ଥରେ କୁହାଯାଇଛି? ଆରେ ଆମେ ଅନ୍ତର ଆତ୍ମାରେ ଯୋଉମାନେ ବସବାସ କରୁଛୁ ସେଇ ଦୃଷ୍ଟିରୁ ଆଗ ହଉଛି ସେଇଟା, ତାପରେ ଯାଇକିରି ବାହାରଟା। କିନ୍ତୁ ତା ଅର୍ଥ ହଉଛି କଣ, ମୁଁ ମୋର ଦେଶ ମାତୃକା ବିରୁଦ୍ଧରେ ଠିଆ ହେବି? ଯାହା ଉପରେ ଗୋଡ ରଖି ମୁଁ ଠିଆ ହେଇଛି,
ମୁଁ ତାରି ବିରୁଦ୍ଧରେ ଯଦି ଯିବି ମୋ ଗୋଡଟା ତ ଖସିଯିବ। କିନ୍ତୁ ସେଇ ବ୍ୟବହାରିକ ଦିଗରେ ଠିକ ଓଲଟା ସେମାନେ କରୁଛନ୍ତି ଏବଂ କହୁଛନ୍ତି ସମସ୍ତେ କଣ ମାନିବେ। ଠିକ ଅଛି, କାହାକୁ ମାନିବେ? ତମେ କହୁଛ କେବଳ ଯଦି ଆଲ୍ଲାହଙ୍କୁ ମାନିଲେ ତେବେ ଯାଇକି ସିଏ ହଉଛନ୍ତି ଧର୍ମୀ, ନହେଲେ ଅନ୍ୟମାନେ ସବୁ ବିଧର୍ମୀ, ସେମାନେ ସବୁ ମାନେ ନର୍କକୁ ଯିବେ। ଏଇଟାର କୌଣସି ଯଥାର୍ଥତା ନାହିଁ। ତେଣୁ ତାଙ୍କର କଳ୍ପନାରେ ଠିକ ଥିଲା, ବ୍ୟବହାରିକ ଦିଗରେ ସବୁ କିଛି ଭୁଲ ଯାଇଛି। ଏପରିକି ପୁରାଣସ୍ଥ ହିନ୍ଦୁ ଧର୍ମରେ ମଧ୍ୟ ସେଇଟା ଠିକ ଥିଲା, କିନ୍ତୁ ତାପରେ କଣ ହେଲା? ବ୍ୟକ୍ତି କୈନ୍ଦ୍ରିକ ହେଇଗଲା। ବ୍ୟକ୍ତି କୈନ୍ଦ୍ରିକ ହେବା ଫଳରେ ଉଚ୍ଚ ନିଚ ଭେଦଭାବ ସୃଷ୍ଟି ହେଲା। ଉଚ୍ଚ ନିଚ ଭେଦଭାବ ସୃଷ୍ଟି ହେଲା ଫଳରେ ଜାତି ପ୍ରଥା ସୃଷ୍ଟି କରିଦେଲେ। ପ୍ରଥମେ ଯୋଉ ଟାଇପାଲ ଏଜରେ ଆରମ୍ଭ ହେଇଥିଲା, କଣ ଥିଲା? ଯୋଉ ବ୍ୟକ୍ତିର ସ୍ୱଧର୍ମ ଯାହା, ସିଏ ସେଇ ଜାତିର ଗଣା ଯାଉଥିଲା। ମାନେ ଯାହା ଭିତରେ ବ୍ୟବସାୟିକ ପ୍ରତି ତାର ରହିଛି ନିଜସ୍ୱ ରୁଚି, ତେବେ ସେ ବ୍ୟବସାୟୀ ବା ବ୍ୟବସାୟ କରୁଥିଲା। ତା ଫଳରେ କଣ ହଉଥିଲା? ତାକୁ ବୈଶ୍ୟ କୁହାଯାଉଥିଲା। ଯୋଉ ଯାହାଙ୍କର ଜ୍ଞାନ ମାର୍ଗରେ ଯାଉଥିଲେ ସେମାନଙ୍କୁ କୁହାଯାଉଥିଲା ବ୍ରାହ୍ମଣ। ବେଦ ସେଇ ଚର୍ଚ୍ଚା ହବ, ଆଧ୍ୟାତ୍ମିକ ଚର୍ଚ୍ଚା। ଯୋଉମାନେ ତପ ଆଚରଣ କରି ତପସ୍ୟା କରନ୍ତି ସେମାନେ ହେଲେ ତପସ୍ୱୀ ବା ସେମାନଙ୍କୁ କୁହାଗଲା ବ୍ରାହ୍ମଣ। କିନ୍ତୁ ତା ପରବର୍ତ୍ତୀ ଯୋଉମାନେ ସୁରକ୍ଷା ଦେବା ପାଇଁ ଯେମାନଙ୍କ ସାହସ ଅଛି, ଅନ୍ୟମାନଙ୍କୁ ସୁରକ୍ଷା ଦିଅନ୍ତି, ଦବାର ମନୋଭାବ ରହିଛି, ସେମାନେ ରହିଗଲେ କ୍ଷତ୍ରିୟ। ଏଇଭଳି ଭାବରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଏ ପ୍ରକାରର ଯୋଉ ଆରମ୍ଭ ହେଇଥିଲା, ତାହା ଆଦୌ ନଥିଲା ଯେ ଶୂଦ୍ରର ପୁଅ ଶୂଦ୍ର ହବ, ବ୍ରାହ୍ମଣର ପୁଅ ବ୍ରାହ୍ମଣ ହବ, ବୈଶ୍ୟର ପୁଅ ବୈଶ୍ୟ ହବ। ଯାହା ଘରେ ବ୍ୟବସାୟ କରିବା କଥା ଥାଏ, ସାଧାରଣତଃ ସେ ପିଲାମାନେ ବ୍ୟବସାୟରେ ରୁଚି ରଖନ୍ତି। କିନ୍ତୁ ତା ଅର୍ଥ ନୁହେଁ ଯେ ଯିଏ ବ୍ୟବସାୟୀର ପୁଅ ସବୁବେଳେ ବ୍ୟବସାୟୀ ହବ। ସେ ପ୍ରକାରର ଅନେକ ନଜିର ମଧ୍ୟ ରହିଛି ଆମର ଶାସ୍ତ୍ରରେ, ଯେ ଗୋଟିଏ ଘରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଚାରି ପ୍ରକାର ବ୍ୟକ୍ତି ରହିଥିବାର। କିନ୍ତୁ କଣ ହେଇଛି? କେତେକ ନିନ୍ଦୁକ ନିନ୍ଦା କରିବା ପାଇଁ ଆମର ଯୋଉ ସନାତନ ଧର୍ମର ଯୋଉ ମଝିରେ ଗୋଟେ ସମୟ ଆସେ ଯେତେବେଳେ ଉତ୍ଥାନ ପତନ ଥାଏ, ନିଜର ସ୍ୱଳ୍ପ ଜ୍ଞାନ ନେଇକରି, ସଂକୀର୍ଣ୍ଣ ଜ୍ଞାନ ନେଇକରି ଆମେ ଭିନ୍ନ ଭିନ୍ନ ପ୍ରକାରର ଆଚରଣ କରନ୍ତି। ତେଣୁ ସେତେବେଳେ କଣ ହେଲା ଯେ ଆମେ ତାକୁ ନିନ୍ଦା କରି ସନାତନ ଧର୍ମ ବିରୁଦ୍ଧରେ ଲେଖିଲେ ଏବଂ ଯାହା ଯାହା କରୁଛନ୍ତି ଆପଣ ସବୁ ଦେଖୁଛନ୍ତି। କିନ୍ତୁ ମୂଳ ସିଦ୍ଧାନ୍ତରେ ରହୁଛି କଣ? ସାମ୍ୟବାଦ ସିଦ୍ଧାନ୍ତ ସେତିକି ବେଳେ ସମ୍ଭବ ହେଇପାରିବ ଯେତେବେଳେ ଆମେ ଆତ୍ମା ଦ୍ୱାରା ପରିଚାଳିତ ହେବା, ସତ୍ୟ ଦ୍ୱାରା ପରିଚାଳିତ ହେବା, ପରମ ଆଲୋକ ପରମ ଜ୍ୟୋତି ଦ୍ୱାରା ପରିଚାଳିତ ହେବା, ସେତିକି ବେଳେ ହିଁ ସମ୍ଭବ। ମା କହୁଛନ୍ତି ମାତ୍ର ବିଶ୍ୱବ୍ୟାପୀ ଅବିମିଶ୍ରିତ ଭାବରେ ସକଳ ସତ୍ତାରେ ବିଦ୍ୟମାନ ଓ ସଚେତନ ରହିଥିବା କେବଳ ସେହି ସର୍ବୋଚ୍ଚ ପରମ ପ୍ରଭୁଙ୍କର ରାଜ୍ୟର ପ୍ରତିଷ୍ଠା, ତାହା ହିଁ ହେଉଛି ଏହାର ଏକମାତ୍ର ପ୍ରତିକାରର ଉପାୟ। ଯେଉଁମାନେ ଯଥାର୍ଥ ଭାବରେ ତାଙ୍କ ବିଷୟରେ ସଚେତନ ହୋଇଥିବେ ଏବଂ ତାଙ୍କରି ଇଚ୍ଛା ପାଖରେ ଆପଣାକୁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରି ରଖିଥିବେ, ସେତେବେଳେ ସେହି ବ୍ୟକ୍ତିମାନେ ହିଁ ଏକ ଅନ୍ତର୍ବର୍ତ୍ତୀ ଶାସନ ବ୍ୟବସ୍ଥାର ପ୍ରଚଳନ କରିବେ। ଆମେ ଏଇଟା ପ୍ରାଞ୍ଜଳ ଭାବରେ ଆଲୋଚନା କରିଲେ ଆମେ ଆତ୍ମା ଦ୍ୱାରା ପରିଚାଳିତ ହେବା ପାଇଁ ସଂକଳ୍ପ କରିବା, ଆସ୍ପୃହା କରିବା, ମାଙ୍କୁ ପ୍ରାର୍ଥନା କରିବା। ମା, thank you all over.